नमस्कार स्वागत करछि आपण मानकु आउ एक नुआ भिडियो को। ए भिडियो रे आम एक सुंदर रचनाटीए लिखिबा तुमर भविष्यत लक्ष्य। उपक्रम लक्ष्यहीन जीवन एक दिशाहीन तरी भଳି पहुँचीबा पई लक्ष्यस्थल स्थिर नथिले तरीटी जेभଳି नदी स्रोतरे भासी बुलुଥାଏ ठीक सेही भଳି मनुष्यर जीवन यात्रा पथ लक्ष्यहीन हेले ठिकणा मार्गर संधान पाए नाही। ମୁଁ ଜଣେ ଛାତ୍ର ହୋଇଥିବାରୁ ମୋର ଭବିଷ୍ୟତ ଜୀବନକୁ ସହଜ ଓ ସୁନ୍ଦର କରିବା ପାଇଁ ଏକ ମହତ୍ ଲକ୍ଷ୍ୟ ପୋଷଣ କରିଛି। ମୋର ଲକ୍ଷ୍ୟର କାରଣ ମୋ ଜୀବନର ଲକ୍ଷ୍ୟ ହେଉଛି ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହେବି। ଏପରି ଲକ୍ଷ୍ୟ ରଖିବାର କାରଣ ହେଉଛି ଆମ ଦେଶରେ ଦକ୍ଷ ଓ ବିଶେଷଜ୍ଞ ଡାକ୍ତରମାନଙ୍କର ଘୋର ଅଭାବ ରହିଛି। ଯେଉଁମାନଙ୍କ ପାଖରେ ଦକ୍ଷତା ଅଛି ସେମାନେ କର୍ତ୍ତବ୍ୟ ବିମୁଖ ଓ ଅର୍ଥ ଲାଳସାରେ ଅନ୍ଧ ହେଉ ଯାଉଛନ୍ତି। ସେମାନଙ୍କର ଉପେକ୍ଷା ଓ ଅବହେଳାରେ କେତେ କେତେ ମୂଲ୍ୟବାନ ଜୀବନ ଅକାଳରେ ଝରି ପଡ଼ୁଛି। ମୁଁ ନିଷ୍ଠାର ସହିତ କର୍ତ୍ତବ୍ୟ କରି ଗରିବ ଓ ଅବହେଳିତମାନଙ୍କର ଚିକିତ୍ସା କରିବା ଉଦ୍ଦେଶ୍ୟରେ ଏଭଳି ଭବିଷ୍ୟତ ଲକ୍ଷ୍ୟ ପୋଷଣ କରିଛି। ଲକ୍ଷ୍ୟ ହାସଲର ଉପାୟ ମୋର ଲକ୍ଷ୍ୟ ହାସଲ ପାଇଁ ମୁଁ ଗଣିତ ଓ ବିଜ୍ଞାନରେ ବିଶେଷ ପାରଦର୍ଶିତା ଅର୍ଜନ କରିବାକୁ ପ୍ରଚେଷ୍ଟା ଜାରି ରଖିଛି। ମୋର ଅଧ୍ୟବସାୟରେ ମୁଁ ତ୍ରୁଟି କରୁନାହିଁ। ମୋର ବିଜ୍ଞାନ ଶିକ୍ଷକ ଓ ଡାକ୍ତରୀ ପଢ଼ୁଥିବା ବଡ଼ ଭାଇଙ୍କ ପରାମର୍ଶ ଅନୁଯାୟୀ ନିଜକୁ ପ୍ରସ୍ତୁତ କରୁଛି। ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁଛି। ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମମାନ କରୁଛି। ପରିଷ୍କାର ପରିଚ୍ଛନ୍ନ ରହିବା ପ୍ରତ୍ୟେକ କାର୍ଯ୍ୟରେ ସମୟାନୁବର୍ତ୍ତୀ ହେବା ଓ ପରିବେଶକୁ ସ୍ୱାସ୍ଥ୍ୟ ଅନୁକୂଳ କରିବାକୁ ସେମାନଙ୍କୁ ପରାମର୍ଶ ଦେଉଛି। ଉପସଂହାର ସେବା ହେଉଛି ମନୁଷ୍ୟର ପରମ ଧର୍ମ। ମାନବର ସେବାକୁ ମାଧବଙ୍କର ସେବା ବୋଲି କୁହାଯାଏ। ମୁଁ ଡାକ୍ତରଟିଏ ହୋଇ ଜନସେବା କରିବା ପାଇଁ ମନସ୍ଥ କରି ମୋର ଭବିଷ୍ୟତ ଲକ୍ଷ୍ୟକୁ ସଫଳ କରିବାକୁ ଯତ୍ନଶୀଳ ହେଉଛି। ଈଶ୍ୱରଙ୍କ କୃପାରୁ ତାହା ସଫଳ ହେଉ ବୋଲି ମୋର ଆଶା। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର କରି ଚ୍ୟାନେଲକୁ ନିହାତି ଭାବେ ସବସ୍କ୍ରାଇବ୍ କରିଦେବେ।